ଆପଣଙ୍କର ବର୍ତ୍ତମାନ ତ ଆହୁରି ଆଶ୍ଚର୍ଯ୍ୟ ଲାଗେ ସାଇ ବାବା ହିନ୍ଦୁ ନୁହନ୍ତି। ଆପଣ କୌଣସି ଶାସ୍ତ୍ରରେ ଦେଖିବାକୁ ପାଇବେନି ଯେ ସାଇ ବାବାଙ୍କର ନାଁ ଲେଖା ଅଛି। ହିନ୍ଦୁ ତ ସମସ୍ତେ, ହଁ ସେଟା ଭଲ କଥା କହିଲେ। ହିନ୍ଦୁ ସମସ୍ତେ ଯିଏ ଭାରତରେ ଜନ୍ମ ହେଲା, ହଁ ଯିଏ ଭାରତରେ ବସବାସ କଲା, ସେ ହିନ୍ଦୁ। ଯିଏ ଭାରତର ପାଣି ପବନରେ ନିଜର ଜୀବିକା ଜୀବନ ନିର୍ବାହ କଲା, ସେ ହିନ୍ଦୁ। ମୁଁ ଭୁଲ କହିଥିଲି, ସେଟା ସନାତନ, ଯାହାର କ୍ଷୟ ନାହିଁ, ଇନଫିନିଟି। ତ ସିଏ ଥିଲେ ଚାନ୍ଦ ମିଆଁ। ବହୁତ ଲୋକ ଅଛନ୍ତି ଯେଉଁମାନେ କି ସାଇ ବାବାଙ୍କୁ ପୂଜା କରନ୍ତି। ମୋ ଘରେ ମୋ ସ୍ତ୍ରୀ ପୂଜା କରେ। କିଛି କାହା ଚିନ୍ତାଧାରାକୁ ବଦଳାଇ ହେବନି। କିନ୍ତୁ ହଁ, ଜାଣିବା ଦରକାର କ'ଣ, ଚନ୍ଦ୍ରଭାନୁ ଶତପଥୀ ଯେପର୍ଯ୍ୟନ୍ତ ଓଡ଼ିଶା ଆସିନଥିଲେ ସେ ପର୍ଯ୍ୟନ୍ତେ ଆପଣ, ମୁଁ ଲେଖିକି ଦେଇଦେଉଛି, 1990 ମସିହା ପୂର୍ବରୁ ଓଡ଼ିଶାରେ ଗୋଟିଏ ବି ସାଇ ମନ୍ଦିର ନଥିଲା। 90 ନୁହେଁ, 97, ଆପଣ 98 ପର୍ଯ୍ୟନ୍ତ ଧରି ନିଅନ୍ତୁ, ଗୋଟିଏ ବି ସାଇ ମନ୍ଦିର ନଥିଲା। କିଛି ଲୋକ ଆସୁଥିଲେ, ଗୋଟେ କମଳା ରଙ୍ଗର ଗାଡ଼ି, ଶିରିଡ଼ି ବାଲେ, ସାଇ ବାବା, ଲତା ମଙ୍ଗେଶକର 2-4ଟା ଭଜନ, ମହମ୍ମଦ ରଫିଙ୍କର 2-4ଟା ଭଜନ ବାଜେ। କିଏ 2 ଟଙ୍କା, କିଏ ଟଙ୍କାଟା, ଚାଉଳ ଟିକେ ଦିଅନ୍ତି। କ'ଣ ନା ଆମେ କୋଉଠୁ ଆଇଛୁ ନା ଶିରିଡ଼ିରେ ଆସିଛୁ। ଜଗତପୁର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ ପଳେଇବେ କଟକ, ସେଠି ସେ ବସ୍ତି ଏପର୍ଯ୍ୟନ୍ତ ବି ଅଛି। ସିଏ ଗଲା ଚନ୍ଦ୍ରଭାନୁ ଶତପଥୀ, ଏବେ ସେ ଗୁରୁଜୀ ହେଇଯାଇଛନ୍ତି। ସେ କେମିତି ଗୁରୁଜୀ ହେଲେ ମୁଁ ଜାଣିନି, କିନ୍ତୁ ସେ ଗୁରୁଜୀ। ତାହେଲେ ଯଦି ସିଏ ଗୁରୁଜୀ, ଆପଣଙ୍କର ପାରିମୂଳରେ ଜଣେ ଥିଲେ, କ'ଣ ତାଙ୍କ ନାଁ ଭୁଲି ଯାଉଛି, ସାରଥୀ, ସିଏ ଗୁରୁଜୀ ତାହେଲେ ହେବେ। ସିଏ କାହିଁ ଗୁରୁଜୀ ହେବେନି? କିଛି ଲୋକଙ୍କ ପାଇଁ ସେ ବି ତ କରୁଛି। ତାହେଲେ କିଛି ଲୋକଙ୍କ ପାଇଁ ଚନ୍ଦ୍ରଭାନୁ ଶତପଥୀ ସିଏ ବି ଗୁରୁଜୀ। ସିଏ ଶିରିଡ଼ିରେ ସେଠି କୌଣସି ମୂର୍ତ୍ତି ନାହିଁ, ମୂର୍ତ୍ତିଟା ପରେ ରଖାଗଲା। ସେଟା ଗୋଟେ ମସଜିଦ ମଜାର, ସେଠି ଶିରିଡ଼ି ସାଇବାବାଙ୍କର ସମାଧି ଅଛି।